এবং সেই ଠାରୁ ଗୁରୁ ଗୋବର୍ଦ୍ଧନ ବେହେରା ମତେ ଯୋଉଠି ଦେଖନ୍ତି ନେଇ ନିଅନ୍ତି ଆଦର କରନ୍ତି। ତେଣୁ ଆମେ ସେ ଗୁରୁ ଗୋବର୍ଦ୍ଧନ ବେହେରା ତ ଜଣେ ଯଶସ୍ୱୀ ପୁରୁଷ ଏ ଓଡ଼ିଶାରେ ତାଙ୍କର ଖ୍ୟାତି ରହିଛି। ତେଣୁ ସେଇ ଯଶସ୍ୱୀ ପୁରୁଷ ସେଇଦିନ ଠାରୁ ମୋ ସହିତ ନିବିଡ଼ ଭାବରେ ସମ୍ପର୍କିତ ହେଇଥିଲେ। ଆଜି ସେ ଆମ ଗହଣରେ ନାହାନ୍ତି। ତାଙ୍କ ବିଦାୟୀ ଆତ୍ମାର ସଦ୍ଗତି ପାଇଁ ତାଙ୍କୁ ଭଲ ପାଉଥିବା କଳାକୁ ଭଲ ପାଉଥିବା ଏ ସମସ୍ତ କଳାପ୍ରେମୀ ମାନେ ଏଇଠି ଆଜି ଏକୀଭୂତ ହେଇଛନ୍ତି। ତେବେ ଏ ଶାଗୁଣି ମାଟିକୁ ମୁଁ ପ୍ରଥମେ ପ୍ରଣାମ କରୁଛି। କାହିଁକି ଏ ମାଟି ହେଉଛି ଏକ ସାଂସ୍କୃତିକ ଉର୍ବର ମାଟି। ଏ ସାଂସ୍କୃତିକ ଯୋଉ ମାଟିରେ ମଞ୍ଜିଟିଏ ପଡ଼ିଲେ ତା ନିଶ୍ଚିତ ଭାବରେ ଅଙ୍କୁରୋଦ୍ଗମ ହବ ଏବଂ ବୃକ୍ଷରେ ପରିଣତ ହବ। ଏ ଶାଗୁଣି ମାଟି ହେଉଛି ସେଇଭଳି ସାଂସ୍କୃତିକ ଉର୍ବର ମାଟି। ଏ ଗାଁରେ କେତେ କଳାପ୍ରେମୀ ଅଛନ୍ତି, କେତେ ପାଲାବାଲା ଅଛନ୍ତି। ଏମିତି ଗୋବର୍ଦ୍ଧନ ବେହେରାଙ୍କର ଗୁରୁ ଗୋବର୍ଦ୍ଧନ ବେହେରାଙ୍କର ଆହୁରି ଉତ୍ତରାଧିକାରୀ ଅନେକ ବାହାରିବେ। ଆମର ଅଛନ୍ତି ବିଶ୍ୱନାଥ ଗାୟକ ପିୟୁଷ ବିଶ୍ୱନାଥ ସ୍ୱାଇଁ ମହୋଦୟ। ସିଏ ମଧ୍ୟ ଓଡ଼ିଶାରେ ଜଣେ ଖ୍ୟାତନାମା ପାଲା ଗାୟକ। ଏହା ଛଡ଼ା ସୁରେଶ ଚନ୍ଦ୍ର ପରିଡ଼ା ଏଭଳି ଜଣେ କବି ଅଛନ୍ତି ଏଇ ଗାଁରେ, ଯାହାଙ୍କର ଲେଖା ଗୁଡ଼ିକ ଭାରି ଆକର୍ଷଣୀୟ, ମନଛୁଆ ହେଉଛି। ଅବଶ୍ୟ ଭାଗବତରୁ ଗୋଟେ ପଦ ମୁଁ କହିପାରେ, ପାଣି ପବନ ଉତ୍ତାପରେ ବୀଜ ଅଙ୍କୁର ହୋଇପାରେ, ବୀଜ ଅଙ୍କୁରି ଗଜା ହୁଏ, ଯତ୍ନ ନ ନେଲେ ନାଶ ଯାଏ। କବି ସୁରେଶ ପରିଡ଼ା ଏଇ ଗାଁରେ ଜନ୍ମ ନେଇଛନ୍ତି। ତାଙ୍କର ପ୍ରତିଭାକୁ ଆପଣ ମାନନ୍ତି, ଆବିଷ୍କାର କରିବେ, ତାଙ୍କୁ ଯଦି ଲୋକଲୋଚନକୁ ଆଣିବେ, ସିଏ ମଧ୍ୟ ଗୋବର୍ଦ୍ଧନ ବେହେରାଙ୍କ ଭଳି, ବିଶ୍ୱନାଥ ସ୍ୱାଇଁଙ୍କ ଭଳି, ସୁରେଶ ପରିଡ଼ା ଏ ଗାଁର ଗର୍ବ ଏବଂ ଗୌରବ ହୋଇ ବାହାର କରିବେ। ତେବେ ଆଜି ଗୋବର୍ଦ୍ଧନ ବେହେରାଙ୍କର ଯୋଉ ବିଦେହୀ ଆତ୍ମା ଗଲେ କୁଆଡ଼େ? ସମସ୍ତେ କହୁଥିଲେ ସେ ମରିଗଲେଣି। ଠିକ ଅଛି, ମରଣ ଚାରି ପ୍ରକାରର। ପ୍ରତି ପ୍ରକାରର ମରଣରୁ ମୁଁ ଧାଡ଼ିଏ ଧାଡ଼ିଏ କହିବି ତ ବାଣିଜ୍ୟ ବିଶ୍ରାମ ନେବି। ପ୍ରଥମ ହେଉଛି ସାଜୁଜ୍ୟ ମୃତ୍ୟୁ। ଏ ସାଜୁଜ୍ୟ ମୃତ୍ୟୁ କଣ? ମାନେ ଯାହାର ମୃତ୍ୟୁ ହେଲେ, ଯାହାର ଆତ୍ମା ଏ ପାର୍ଥିବ ଶରୀରକୁ ତ୍ୟାଗ କଲେ, ତାକୁ ପୋଡ଼ା ହୁଏନି, ପୋତା ହୁଏନି, ସିଏ ହେଉଛି ସାଜୁଜ୍ୟ ମୃତ୍ୟୁ। ଏଭଳି ମୃତ୍ୟୁ କାହାର ହେଉଛି? ସତ୍ୟଯୁଗରେ ହେଇଥିଲା ବଳିର। ବଳିକି ପୋଡ଼ା ଯାଇନି କି ପୋତା ଯାଇନି। ତ୍ରେତୟାରେ ହେଲେ ମା ସୀତୟା ଯେତେବେଳେ ରାମଚନ୍ଦ୍ର ପ୍ରଭୁ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଠାରୁ ବାରମ୍ବାର ଲାଞ୍ଛିତ ହେଲେ, ସେତେବେଳେ ସେ କହିଲେ, ଏ ପଶୁଟା ତୁ ଫାଟି ଯା, ମୁଁ ତୋ ଭିତରେ ପଶିଯିବି। ସେତେବେଳେ ଶ୍ରୀରାମ ତାଙ୍କ ଚୁଟିକାଟାକୁ ଧରି ପକାଇଲେ ଏବଂ ଲୁଗାକାନିଟାକୁ ଧରିକି ଟାଣିବାକୁ ଉଦ୍ୟମ କଲେ। ସେତେବେଳେ ମା ସୀତା କହିଥିଲେ, ଅଞ୍ଚଳ ଛାଡ଼ ମହାବାହୁ, ଏ ଜନ୍ମରେ ଭେଟ ନାହିଁ ଆଉ, ଭେଟ ହୋଇବ ବାପଘରରେ, 16 ମିଳେ। ତାଙ୍କର ହେଇଥିଲା ସାଜୁଜ୍ୟ। ତାପରେ ଆମେ ରାମ ଲକ୍ଷ୍ମଣଙ୍କ କଥା ଦେଖିବା। ସେ ଦୁଇ ଭାଇ ସରୟୂ ନଦୀରେ ସଲିଳ ସମାଧି ନେଇଥିଲେ। ଆଜି ସମୁଦ୍ରରେ ଯଦି କେହି ସଲିଳ ସମାଧି ନିଏ, ତାଙ୍କର ମନ ଶରୀରକୁ ଉଦ୍ଧାର କରାଯାଇପାରୁଛି ଏବଂ ତାକୁ କବର ଦିଆଯାଉଛି ବା ପୋଡ଼ାଯାଉଛି। ରାମଚନ୍ଦ୍ର ଯେତେବେଳେ ରାଜା ଥିଲେ, ପ୍ରଜାବତ୍ସଳ ରାଜା ଥିଲେ ଏବଂ ସମସ୍ତଙ୍କର ହୃଦୟକୁ ଛୁଇଁ ପାରୁଥିଲେ, ତାଙ୍କର କଣ ମନୁଷ୍ୟର ବାରମ୍ବାର ଯାଇନଥାନ୍ତା? ନା, ସେ ପରମାତ୍ମାଙ୍କ ସହିତ ଲିନ ହୋଇଯାଇଥିଲେ। ସିଏ ହେଲା ସାଜୁଜ୍ୟ ମୃତ୍ୟୁ। ଆଉ ଦ୍ୱାପରରେ ଯୁଧିଷ୍ଠିର ମହାରାଜ ସେ ସ୍ୱଦେହରେ ସ୍ୱର୍ଗ ଗମନ କରିଛନ୍ତି। ତାପରେ ଆମ କଳିଯୁଗରେ କିଏ ଯାଇଥିଲା? କଳିଯୁଗରେ ପ୍ରଭୁ ଶ୍ରୀ ଚୈତନ୍ୟ ଗୌରାଙ୍ଗ ମହାପ୍ରଭୁ ପୁରୀରେ ବଡ଼ ଦେଉଳରେ ଜଗନ୍ନାଥଙ୍କୁ ଦର୍ଶନ କରୁ ତାଙ୍କ ଶରୀରରେ ଲିଙ୍ଗ ହୋଇଯାଇଥିଲେ। ତାଙ୍କ ମୃତ୍ୟୁ ବିଷୟରେ କୌଣସି ସମ୍ବାଦ ପରିବେଷଣ ହେଇନି। ତାଙ୍କ ମୃତ୍ୟୁ ଡେଟ୍ ମଧ୍ୟ କେହି ଏ ପର୍ଯ୍ୟନ୍ତ ଆବିଷ୍କାର କରିପାରିନଥିଲେ। ତେଣୁ ସିଏ ମଧ୍ୟ ସାଜୁଜ୍ୟ ମୃତ୍ୟୁ କହିବେ। ଦ୍ୱିତୀୟ ପ୍ରକାରର ମୃତ୍ୟୁ ହେଉଛି କଣ? ନା ଅମର ମରଣ। ତାହେଲେ ଅମର ମରଣ କାହାର?